କବିତା ବଡ଼ପଣ କବି ହେଉଛନ୍ତି ରାଧାନାଥ ରାୟ। ଆଜି ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଘ ନମ୍ବର 2ଟି ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ 2 ନମ୍ବର। ଲେଖା ଓ ଲେଖକ ସୂଚନା ପାଇଁ 1 ନମ୍ବର ଏବଂ ଉତ୍ତର ପାଇଁ 1 ନମ୍ବର ରହିବ। ପିଲେ ତୁମେ এই 2 ମାର୍କିଆ କ୍ୱେଶ୍ଚିନ୍ର ଆନ୍ସର୍ କଲାବେଳେ ତୁମେ କବି ଆଉ କବିତାର ନାଁ ଲେଖବାର୍ ଲାଗି ନାଇଁ ଭୁଲବ। ଏଇଟା ପୁରା 1 ମାର୍କ। କବି ଆଉ କବିତାର ନାଁଟା ଲେଖବାର୍ ପୁରା ଇମ୍ପୋର୍ଟାଣ୍ଟ। ଆଉ ଆନ୍ସର୍ ଲାଗି 1 ମାର୍କ। 1 ନମ୍ବର କ୍ୱେଶ୍ଚିନ୍ ଦେଖମା। କବି ରାଧାନାଥ କେଉଁମାନଙ୍କୁ କେଶରୀ ଔରସେ ଶ୍ୱାନ ବୋଲି କହିଛନ୍ତି? ନା, କବି ରାଧାନାଥ ରାୟ କବିତା ବଡ଼ପଣ କଟକର ବାରବାଟୀ ଠାରେ ପଠାଣି ସାମନ୍ତକୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ଦରବାର ବସିଥିଲା। ଏହି ଦରବାରରେ ଉପସ୍ଥିତ ଓଡ଼ିଶାର ବିଭିନ୍ନ ଗଡ଼ଜାତର ରାଜା ଜମିଦାରମାନଙ୍କୁ ଲକ୍ଷ୍ୟ କରି କେଶରୀ ଔରସେ ଶ୍ୱାନ ବୋଲି କବି ରାଧାନାଥ କହିଛନ୍ତି। ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାନକୁ ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାନକୁ କବିଙ୍କ ସମୟରେ ରାଜାମାନେ କିପରି ନଷ୍ଟ କରିଥିଲେ? ନା, କବି ହେଲା ରାଧାନାଥ ରାୟ କବିତା ବଡ଼ପଣ। ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାକୁ କବିଙ୍କ ସମୟର ରାଜାମାନେ ବିକି ଭାଙ୍ଗି ନଷ୍ଟ କରିଥିଲେ। ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ କାହା ଉଦ୍ଦେଶ୍ୟରେ କୁହାଯାଇଛି? ନା, କବି ରାଧାନାଥ ରାୟ କବିତା ବଡ଼ପଣ ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ ଉତ୍କଳର ଶାସକଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ପ୍ରାଚୀନ ଓଡ଼ିଶାର ରାଜାମାନେ କିପରି ଉଦାର ଥିଲେ? ନା, କବି ରାଧାନାଥ ରାୟ କବିତା ବଡ଼ପଣ। ପ୍ରାଚୀନ ଓଡ଼ିଶାର ରାଜାମାନେ ରାଜ୍ୟକୁ ଏକ ପରିବାର ବୋଲି ମଣୁଥିଲେ। ବସୁଧୈବ କୁଟୁମ୍ବକଂ ସେମାନଙ୍କର ପରିକଳ୍ପନା ଥିଲା। ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ କିପରି ଥିଲା? ନା, ରାଜା ଓ ପ୍ରଜାମାନଙ୍କ ଭିତରେ ସୁସମ୍ପର୍କ ଜନିତ ଉତ୍ତମ ପ୍ରଥା ଉପରେ ପର୍ଯ୍ୟବସିତ ଥିଲା। କାହାର ସମ୍ପର୍କକୁ ବାଜ ଓ ପାରର ସମ୍ପର୍କ ବୋଲି କୁହାଯାଇଛି? ନା, କବି ରାଧାନାଥ ରାୟ କବିତା ବଡ଼ପଣ ରାଜା ପ୍ରଜା ସମ୍ପର୍କକୁ ବାଜ ଓ ପାରର ସମ୍ପର୍କ ବୋଲି କହିଛନ୍ତି। ପ୍ରଜାଙ୍କ ସମାଜିତ ଗ୍ରାସ କିଏ କାଢ଼ି ନେଉଛି? ନା, କବି ରାଧାନାଥ ରାୟ କବିତା ବଡ଼ପଣ ପ୍ରଜାଙ୍କ ସମାଜିତ ଗ୍ରାସ ରାଜଭୋଗ ଅଭିଳାଷ କାଢ଼ି ନେଇଛି। କ୍ୱେଶ୍ଚିନ୍ ନମ୍ବର 8। ନିର୍ମମ ବିଦେଶୀ ନୀତି କ'ଣ? ନିର୍ମମ ବିଦେଶୀ ନୀତି ହେଉଛି ନିର୍ମମ ବିଦେଶୀ ନୀତି କବି ରାଧାନାଥ ରାୟ କବିତା ବଡ଼ପଣ। ନିର୍ମମ ବିଦେଶୀ ନୀତି ହେଉଛି ସର୍ବଶୋଷୀ। କ୍ୱେଶ୍ଚିନ୍ ନମ୍ବର 9। ଦେଶୀ ରାଜାମାନେ କିପରି ବିଦେଶୀ ନୀତି ଆପଣେଇଥିଲେ? ନା, କବି ରାଧାନାଥ ରାୟ କବିତା ବଡ଼ପଣ ଦେଶୀ ରାଜାମାନେ ନିର୍ମମ ଓ ସର୍ବଶୋଷୀ ନୀତି ଆପଣାଇଥିଲେ। କ୍ୱେଶ୍ଚିନ୍ ନମ୍ବର 10 ପିଲାମାନେ ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରାଉଥିଲେ? କବି ରାଧାନାଥ ରାୟ କବିତା ବଡ଼ପଣ ରାଜାମାନେ ପ୍ରଜାମାନଙ୍କୁ ବିଦେଶୀ ବନ୍ଧୁକ ମୁନରେ ଭୟଭୀତ କରାଉଥିଲେ। ଦରବାରକାଳୀନ ରାଜାଙ୍କର ରାଜଧର୍ମ କିପରି ଥିଲା? କବି ରାଧାନାଥ ରାୟ କବିତା ବଡ଼ପଣ ଦରବାରକାଳୀନ ରାଜାଙ୍କର ରାଜଧର୍ମ ଥିଲା ପ୍ରଜାମାନଙ୍କୁ ଶୋଷଣ କରିବା। ରାଜାମାନେ ବିଦେଶୀମାନଙ୍କୁ କିପରି କୁକୁଡ଼ା ଅଣ୍ଡା ଖୁଆଉଥିଲେ? କବି ରାଧାନାଥ ରାୟ କବିତା ବଡ଼ପଣ ରାଜାମାନେ ଦୁଃଖୀ ରକ୍ଷୀ ଅରକ୍ଷିତ ଓ ରାଣ୍ଡମାନଙ୍କୁ ଦୁଃଖ ଦେଇ ବିଦେଶୀଙ୍କୁ କୁକୁଡ଼ା ଅଣ୍ଡା ଖୁଆଉଥିଲେ। କ୍ୱେଶ୍ଚିନ୍ ନମ୍ବର 13। ରାଜାମାନେ କ'ଣ ପାଇଁ ଟାକି ରହିଥିଲେ ବୋଲି କୁହାଯାଇଛି? କବି ରାଧାନାଥ ରାୟ କବିତା ବଡ଼ପଣ ରାଜାମାନେ ଜୋରିମାନା ପାଇଁ ଟାକି ରହିଥିଲେ। ଧନ ଅର୍ଜନର ପ୍ରକୃତ ସୁଫଳ କିପରି ମିଳେ ବୋଲି କବି କହିଛନ୍ତି? କବି ହେଲେ ରାଧାନାଥ ରାୟ କବିତା ବଡ଼ପଣ ଧନ ଅର୍ଜନରେ ପ୍ରକୃତ ସୁଫଳ ସୁବ୍ୟୟରେ ବୋଲି କବି କହିଛନ୍ତି। ମନୁଷ୍ୟର ମୃତ୍ୟୁ ପରେ ତାର ଅର୍ଜିତ ଧନର କି ପରିଣତ ହୁଏ? କବି ରାଧାନାଥ ରାୟ କବିତା ବଡ଼ପଣ ମଣିଷ ମୃତ୍ୟୁରେ ତାର ଧନ ସବୁ ଛାଡ଼ି ଦେଇ ଯାଇଥାଏ ତାହା ସେମିତି ପଡ଼ି ରହିଥାଏ। ସେ ମୃତ୍ୟୁ ପରେ ଯେଉଁ ଧନ ସବୁ ଛାଡ଼ି ଯାଇଥାଏ ତାହା ସେମିତି ହିଁ ପଡ଼ି ରହିଥାଏ। ବିଶ୍ୱବିଜୟୀ ଆଲେକଜାଣ୍ଡାର କାହିଁକି ଅଶ୍ରୁସିକ୍ତ ଗଣ୍ଡ କରିଥିଲେ? କବି ରାଧାନାଥ ରାୟ କବିତା ବଡ଼ପଣ ଜିଣିବାକୁ ଆଉ ଧରାଖଣ୍ଡ ନଥିବାରୁ ବିଶ୍ୱବିଜୟୀ ଆଲେକଜାଣ୍ଡାର ଅଶ୍ରୁସିକ୍ତ ବ୍ୟକ୍ତି କରିଥିଲେ। ଆସିଥିଲି ଫେରିଗଲି ଶୂନ୍ୟହସ୍ତେ କିଏ କେତେବେଳେ କହିଥିଲେ? କବି ରାଧାନାଥ ରାୟ କବିତା ବଡ଼ପଣ ଆସିଥିଲି ଫେରିଗଲି ଶୂନ୍ୟହସ୍ତେ ଆଲେକଜାଣ୍ଡାର କହିଥିଲେ ଏବଂ ସେ ଜିନିଷଟି ସେ ମଲାବେଳେ କହିଥିଲେ। କ୍ୱେଶ୍ଚିନ୍ ନମ୍ବର 18। ରାଜାମାନେ ପ୍ରଜାଙ୍କଠାରୁ ଶୋଷଣ କରି ଆଣୁଥିବା ବିତ୍ତ କିପରି ବ୍ୟୟିତ କରୁଥିଲେ? କବି ରାଧାନାଥ ରାୟ କବିତା ବଡ଼ପଣ ରାଜାମାନେ ପ୍ରଜାଙ୍କଠାରୁ ଶୋଷଣ କରି ଆଣୁଥିବା ବିତ୍ତରେ ଗଣିକା ଓକିଲ ଛାମୁଆଁମାନଙ୍କୁ ପୋଷଣ କରୁଥିଲେ।
କବି କାହିଁକି କାଳକୁ ନିଷ୍ଠୁର ଓ ଅବିଶ୍ୱାସୀ ବୋଲି କହିଛନ୍ତି? କବି ରାଧାନାଥ ରାୟ କବିତା ବଡ଼ପଣ କବି କାଳକୁ ନିଷ୍ଠୁର ଓ ଅବିଶ୍ୱାସୀ ବୋଲି କହିଛନ୍ତି କାରଣ କାଳ ହଠାତ୍ ଆସି ହାବୁଡ଼ିଯାଏ। ମାୟା ବଢ଼ିଲେ କ'ଣ ହୁଏ? କବି ରାଧାନାଥ ରାୟ କବିତା ବଡ଼ପଣ ମଣିଷର ଯେତେ ମାୟା ବଢ଼େ ତାହାର ସେହି ଅନୁସାରେ ମୃତ୍ୟୁଦଣ୍ଡ ବେଲେ ଯମ ଯନ୍ତ୍ରଣା ବଢ଼ିଥାଏ। ମୃତ୍ୟୁକୁ ଅନନ୍ତ ବେଶୀ ରଗଡ଼ିବାକୁ ହୁଏ। ଧର୍ମପଦ କିଏ ଓ କାହିଁକି ଗଢ଼ିଛନ୍ତି? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କବି ରାଧାନାଥ ରାୟ କବିତା ବଡ଼ପଣ ଧର୍ମପଦ ବିଧି ବା ସୃଷ୍ଟିକର୍ତ୍ତା ବ୍ରହ୍ମା ସଂସାର ରୂପକ ବାରିଧିକୁ ପାର କରିବା ପାଇଁ ଗଢ଼ିଛନ୍ତି। ପ୍ରକୃତ ବଡ଼ପଣ କ'ଣ? ପ୍ରକୃତ ବଡ଼ପଣ ହେଉଛି କବି ରାଧାନାଥ ରାୟ କବିତା ବଡ଼ପଣ ପ୍ରକୃତ ବଡ଼ପଣ ହେଉଛି ଧର୍ମପଣ। ପ୍ରକୃତ ବଡ଼ପଣ ହେଉଛି ଧର୍ମପଣ। ଲାଷ୍ଟ କ୍ୱେଶ୍ଚିନ୍ ଗ ନମ୍ବର ବିଶିଷ୍ଟର ଉଚ୍ଚ ହୋଇ ଲାଭ ଉଚ୍ଚଗତି କିଏ କାହାକୁ କହିଛନ୍ତି? ମାନେ ଉଚ୍ଚ ହୋଇ ଲାଭ କରିବା ଉଚ୍ଚଗତି କିଏ କାହାକୁ କହିଛନ୍ତି? କବି ରାଧାନାଥ ରାୟ କବିତା ବଡ଼ପଣ ଉଚ୍ଚ ହୋଇ ଲାଭ ଉଚ୍ଚଗତି କରି କବି ସମାଜରେ ଥିବା ସମସ୍ତ ମନୁଷ୍ୟକୁ କହିଛନ୍ତି। କବି ସମାଜର ସମସ୍ତ ମନୁଷ୍ୟକୁ କହିଛନ୍ତି କି ଉଚ୍ଚ ହୋଇ ଉଚ୍ଚତର ଲାଭ ବା ଉଚ୍ଚତର ଗତି କରିବାକୁ କବି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆମେ ନେକ୍ସଟ ଭିଡ଼ିଓରେ ଘନ